ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମ୍ବାଦପତ୍ରର ଦ୍ୱିତୀୟ ସ୍ୱନକ୍ଷତ୍ର ଅବସରରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ପୁରୀ ସଂସ୍କୃତି ଭବନଠାରେ ରବିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣତନ୍ତ୍ର, ଗଣମାଧ୍ୟମ ଭୂମିକା ଓ ନିର୍ବାଚନ 2024 ଶୀର୍ଷକ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚକ୍ରରେ ବକ୍ତା ଭାବେ ଯୋଗ ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଜେପିର ଓଡ଼ିଶା ବୁଦ୍ଧିଜୀବୀ ପ୍ରକୋଷ୍ଠର ଅଧ୍ୟକ୍ଷ ସଜ୍ଜନ କୁମାର ଶର୍ମା, ଓଡ଼ିଶା କଂଗ୍ରେସ ସେବା ଦଳର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଓଡ଼ିଶା ବାର୍ କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ, କଳିଙ୍ଗ ଟିଭିର ଉପସମ୍ପାଦକ ମୃଣାଳ କାନ୍ତି ନନ୍ଦ ଓ ପ୍ରଫେସର ଡକ୍ଟର ହରିକୃଷ୍ଣ ଶତପଥୀ। ଏହି ଆଲୋଚନା ଚକ୍ରରେ ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀର ବିଭିନ୍ନ ଗଣମାଧ୍ୟମକୁ ମଧ୍ୟ ସମ୍ମାନିତ କରାଯାଇଥିଲା।